ରେକର୍ଡ ଭାଙ୍ଗୁଛି ମାଘ ମାସର ତାତି। ଫେବୃଆରୀ ମାସର ସପ୍ତାହରୁ 33 ଡିଗ୍ରୀ ପାର କରିଛି ତାପମାତ୍ରା। ବହିରେ ରହିଗଲାଣି ମାଘର ବାଘ ଭଳିଆ ଶୀତର କଥା। ଏବେ ମାଘ ମାସରେ ଅନୁଭବ ହେଉଛି ଅସହ୍ୟ ଗରମ। ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ବି ବଢ଼ିଲାଣି। ଆଗକୁ ଏହି ତାତି ଆହୁରି ବଢ଼ିବ ବୋଲି କୁହାଯାଉଛି, ଯାହାକି ଚିନ୍ତାର କାରଣ ପାଲଟିଛି। ଜାନୁଆରୀ ଶେଷ ସପ୍ତାହରୁ ଶୀତ କୁଆଡ଼େ ଗାଏବ ହୋଇଯାଇଛି। ବଡ଼ି ଭୋରୁ ଘନ କୁହୁଡ଼ି ଦିନ ସମୟରେ ଟାଇଁ ଟାଇଁ ଖରା ଅସ୍ତବ୍ୟସ୍ତ କଲାଣି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ପାରଳାଖେମୁଣ୍ଡରେ ସର୍ବାଧିକ ତାପମାତ୍ରା 35.6 ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ାର ତାପମାତ୍ରା 32.2, ବଲାଙ୍ଗୀରରେ 35, ସମ୍ବଲପୁରରେ 34.7 ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଭବାନୀପାଟଣାରେ 34 ଡିଗ୍ରୀ ରହିଥିଲା ଆଜିର ତାପମାତ୍ରା। ଆଜି ଭୁବନେଶ୍ୱରର ତାପମାତ୍ରା 34 ଡିଗ୍ରୀ ଉପରେ ରହିଛି। ତେବେ ପୂର୍ବରୁ ଫେବୃଆରୀ ପ୍ରଥମ ସପ୍ତାହରୁ ଏଭଳି ତାତି କେବେ ରେକର୍ଡ ହୋଇନଥିଲା ବୋଲି ଯାହା ସୂଚନା ମିଳିଛି। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହ ପରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଏ। କିନ୍ତୁ ଚଳିତ ବର୍ଷ ଜାନୁଆରୀ ଶେଷ ସପ୍ତାହରୁ ହିଁ ଚିନ୍ତା ବଢ଼ାଇଛି ତାତି। ମିଳିଥିବା ତଥ୍ୟ ଅନୁସାରେ ଭୁବନେଶ୍ୱର ତାପମାତ୍ରା 1963 ଫେବୃଆରୀ 23ରେ ସର୍ବାଧିକ 42.7 ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି 2021 ଫେବୃଆରୀ 26, 27 ଓ 28 ତାରିଖରେ 3 ଦିନ 40 ଡିଗ୍ରୀ ଉପରେ ତାପମାତ୍ରା ରହିଥିଲା। 2016 ଫେବୃଆରୀ 19ରେ 39.3 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ହେଲେ ଚଳିତ ବର୍ଷ ଭଳି ପୂର୍ବରୁ କୌଣସି ବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ଏତେ ତାପମାତ୍ରା ରେକର୍ଡ ହୋଇନଥିଲା। ଜଳବାୟୁ ପରିବର୍ତ୍ତନ ଓ ଋତୁଚକ୍ରକୁ ପ୍ରଭାବିତ କରୁଛି, ଯାହାଫଳରେ ଶୀତ ଋତୁର ସମୟ କମିବା ସହ ଆଗୁଆ ଖରା ଆସୁଥିବା କୁହାଯାଉଛି। ବ୍ୟୁରୋ ରିପୋର୍ଟ, ଇନଫର୍ମ ଓଡ଼ିଶା।